ଦେଖନ୍ତୁ ଗୋଟେ ମୁଖ୍ୟ ଚର୍ଚ୍ଚାର ବିଷୟ ବର୍ତ୍ତମାନ ମେଣ୍ଟ ଯୋଉଟାକୁ ନେଇକି ଗ୍ରାମାଞ୍ଚଳରେ ଭୋଟର ଭାଇ ହୁଅନ୍ତୁ କି ଜନସାଧାରଣ ହୁଅନ୍ତୁ ସମସ୍ତେ ଗୋଟେ ଦୋଜ ପାଞ୍ଚ ଭିତରେ ରହିଛନ୍ତି। ମେଣ୍ଟର କ'ଣ ଆବଶ୍ୟକତା ଅଛି ମୁଁ ତ କିଛି ବୁଝିପାରୁନି। ଆରେ ମେଣ୍ଟର କ'ଣ ଆବଶ୍ୟକତା ଅଛି? ଅଲରେଡି ତ ଭିତରିଆ ମେଣ୍ଟ ହେଇକି ସବୁବେଳେ ଚାଲିଛି। ଏଇ ମନମୋହନ ସାବଲ କେତେବେଳେ ଟ୍ୱିଟ୍ କରିଦେଉଛନ୍ତି, କେତେବେଳେ ଦିଲ୍ଲୀ ପଳେଇ ଯାଉଛନ୍ତି, କେତେବେଳେ ଦିଲ୍ଲୀରୁ ଓହ୍ଲେଇ ଆସୁଛନ୍ତି। ବିଜେଡି ନେତାମାନେ ଏପର୍ଯ୍ୟନ୍ତ କିଛି ମୁହଁ ଖୋଲୁନାହାନ୍ତି। କ'ଣ ମେଣ୍ଟ ହବ, କ'ଣ କିଏ ଆସନ କେତେ କ'ଣ ନେବ ସେ କଥା ତ ବର୍ତ୍ତମାନ ଭୁଆଁ ବୁଲିଲା ଭଳିଆ ଲୋକଙ୍କୁ ବୁଲଉଛନ୍ତି। ତେଣୁ କ'ଣ ମେଣ୍ଟର କ'ଣ ଆବଶ୍ୟକତା? ହଁ, ଆଉ ଗୋଟେ କଥା, ମେଣ୍ଟ ହେଲେ କିଛି ଅସନ୍ତୁଷ୍ଟ ନିହାତି ହେବେ। କାରଣ ଯେଉଁ ବିଜେପି ବର୍ତ୍ତମାନ ମର୍ଜ ହେଇଛି ସେମାନେ କଂଗ୍ରେସ କର୍ମୀମାନଙ୍କୁ ନେଇକି ବିଜେପି ଡେଭଲପ ହେଇଛି। କଂଗ୍ରେସର ନିଶ୍ଚୟ ଏଠି ବାଜିମାତ କରିବ, କିଛି ଭୋଟ ହାର ବଢ଼ିବ। କାହିଁକିନା ଦଳ ଭିତରେ ସମସ୍ତେ ଗୋଟେ ପ୍ରାର୍ଥୀକି ଭଲ ପାଆନ୍ତି ଆଉ ଗୋଟେ ଦଳକୁ ଭଲ ପାଆନ୍ତି। ଯଦି ମେଣ୍ଟ ହେଲା ପୁଣି ଯେଉଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ତାଙ୍କ ଭିତରେ କେମିତି ଆଉ ସଲାସୁତୁରା ରହିବ? ଯେଉଁମାନେ ପଞ୍ଚାୟତ ଇଲେକ୍ସନରେ କାମ କରିଛନ୍ତି, ଯେଉଁମାନେ ଟସଲରେ ଅଛନ୍ତି, ଉଭୟ ଦଳ ଭିତରେ ଯେଉଁ ଟକରାଟକି ଲାଗିକି ଯେଉଁ ଦୋଦ ପାଞ୍ଚ ପରିସ୍ଥିତି ଭିତରେ ଅଛନ୍ତି, ସେମାନେ କେମିତି ଗୋଟେ ଅନ୍ୟ ଦଳକୁ ଆକ୍ସେପ୍ଟ କରିପାରିବେ? କେମିତି ଗୋଟେ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଗ୍ରହଣ କରିବେ? ଏଭଳି ଭୋଟରମାନଙ୍କର ପ୍ରତିକ୍ରିୟା ନେବା ଦରକାର। ମେଣ୍ଟ ହେବ କି ନ ହେବ ସେ ବାବଦରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଚିନ୍ତା କରିବା ଦରକାର। ଆଉ ଏପର୍ଯ୍ୟନ୍ତ ତ କିଛି ସୁରାକ ମିଳୁନି। ଖାଲି ଏଇ ନେତା ଦିଲ୍ଲୀ ପଳେଇଲେ, ନେତା ଦିଲ୍ଲୀରୁ ଓହ୍ଲେଇ ପଡ଼ିଲେ, ନେତା ଦିଲ୍ଲୀରେ ବୈଠକ କଲେ, ମେଣ୍ଟ ହେବ କାଲି ହେବ। ଲୋକ ଏଇ ମେଣ୍ଟକୁ ନେଇକି ଆଉ ଶୋଇପାରୁନାହାନ୍ତି ରାତିରେ। ବର୍ତ୍ତମାନ ଯେତେ ନିର୍ବାଚନ ବେଳ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ସେତେ ଉତ୍ସୁକତା ବଢ଼ୁଛି। ମୋ ମତରେ ମେଣ୍ଟ ହେଲେ ମେଣ୍ଟର କିଛି ଆବଶ୍ୟକତା ନାହିଁ କି ମେଣ୍ଟ ହେଲେ କିଛି ଫାଇଦା ହେବନି। ଯେମିତି ଆଞ୍ଚଳିକ ଦଳ ଏଠି ଶାସନ କରୁଛି କରିବ, କେନ୍ଦ୍ରରେ ଯେମିତି ତାର ଯେଉଁ ଦଳ ଶାସନ କରୁଛି ସେ ଦଳ କରିବ। ଆଉ ବିକାଶ କଥା କହୁଛନ୍ତି, ବିକାଶ ତ ଜଳ ଜଳ କି ସମସ୍ତଙ୍କୁ ଦେଖାଯାଉଛି। ବିକାଶ ତ ହେଉଛି, ବିକାଶ କାହିଁ ନ ହେଉଛି? ବିକାଶ ହେଉଛି, ବିକାଶରେ ବି ଅଧପତନ ହେଉଛି, ଚାଲିଛି ଯେମିତି ଚିରାଚରିତ ଢଙ୍ଗରେ ଚାଲିଛି। ମୋ ମତରେ ମେଣ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ମୁଁ ଭାବୁଛି। ତାହେଲେ ଦୁଇ ଦଳ ଯୋଉ ବିଜେପି ଆଉ ବିଜେଡି ଏକାକି ଲଢିବା ଆବଶ୍ୟକ। ନିଶ୍ଚୟ କଣ୍ଟେଷ୍ଟ ନହେଲେ ଆପଣ ମ୍ୟାଚ୍ରେ କଣ୍ଟେଷ୍ଟ ନହେଲେ କ'ଣ ସେଠି ଆପଣଙ୍କର ଗୋଟେ ରହିବ ଭ୍ୟାଲୁ ରହିବ? ଗୋଟେ ମ୍ୟାଚ୍ ଯଦି ଏକପାଖିଆ ହେଇଯିବ ଖେଳର ମଜା କ'ଣ ରହିବ? ବୁଝିପାରୁଛନ୍ତି ଜିନିଷ କ'ଣ? ଯଦି ଜଣେ 300 ରନ୍ କରିଛି ଆଉ ଜଣେ 70 ରନ୍ ଅଲ୍ ଆଉଟ୍ କରିବ, ଖାଲି ଟିକେଟ୍ ପଇସାଟା ବେକାର। ତାହେଲେ ଏଇଠି ଯଦି ମେଣ୍ଟ ହୁଏ ଉଭୟ ଦଳର, ତାହେଲେ କୋଉ ଦଳ ଫାଇଦା ରହିବ? ମୁଁ ଭାବୁଛି ଦଳ ତ ନିଶ୍ଚୟ ଆଞ୍ଚଳିକ ଦଳର ଫାଇଦା ରହିବ, କିନ୍ତୁ ମେଣ୍ଟ ହେଲେ ଭୋଟ ହାର କଂଗ୍ରେସର ବହୁତ ବଢ଼ିବ। ଯେଉଁମାନେ ଅସନ୍ତୁଷ୍ଟ କର୍ମୀ ସବୁ ବିଜେଡ଼ିରେ ଯାଇଛନ୍ତି କି ବିଜେପିରେ ଯାଇଛନ୍ତି, ସେମାନେ ପୁଣି ଘର ବାଡ଼ା ନୀତି ସେଇ ପୁଣି କଂଗ୍ରେସକୁ ଫେରି କଂଗ୍ରେସ ରାଇଜ୍ କରିବ ବୋଲି ମୁଁ ଆଶା କରୁଛି। ମେଣ୍ଟ ହେଲେ ଯେମିତି ବିକାଶ ହେଇ ଚାଲିଛି ସେମିତି ବିକାଶ ହେବ। ବିକାଶର ତ ଆପଣ ଦେଖିପାରୁଥିବେ, ପେପର ପୃଷ୍ଠା କଲେ ବିକାଶର ଚିତ୍ର, ଗ୍ରାମାଞ୍ଚଳରେ ଗଲେ ବିକାଶର ଚିତ୍ର, କେନ୍ଦ୍ର ସରକାର ହଉ କିମ୍ବା ରାଜ୍ୟ ସରକାର ହଉ, ଯେମିତି ଡେଭଲପମେଣ୍ଟ ହେବା କଥା ହେଉଛି, ଯେମିତି ତା ଢଙ୍ଗରେ ଚାଲିବା କଥା ଚାଲିଛି, ଲୋକ ଯେତିକି ଉପକୃତ ହେବା କଥା ହେଉଛନ୍ତି, ବିକାଶ ଧାରା ବଜାୟ ରହିଛି। କିନ୍ତୁ ସେଇଟା ହେଉଛି ଗୋଟେ ଜିନିଷ କ'ଣ କି ଉପର ସ୍ତରରେ କୋଳାକୋଳି ଠିକ୍ କଥା। ଗ୍ରାମାଞ୍ଚଳରେ ଯଦି ଭୋଟର ଭାଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ନ କରିବେ, ସେମାନେ ପୁଣି ତାଙ୍କର ଜିତାପଟ କେମିତି ନେବେ? ତେଣୁ ସେଇଟା ଗୋଟେ ବଡ଼ ଜିନିଷ। ସେମାନେ ଏବେ ଲୋକ ସଚେତନ ହେଇଗଲେଣି, ଆଉ ସେମିତି ଆଗ ଭଳିଆ ଭକୁଆ ନାହାନ୍ତି କି ପିଠି ପତେଇ ଦେଉଛନ୍ତି ରାଜନୀତିକ ଲୋକଙ୍କ କଥାରେ ପଡ଼ିକି। ଲୋକମାନେ ବହୁତ ସଚେତନ ହେଲେଣି, ଲୋକମାନଙ୍କର ବି ବଞ୍ଚିବାର ଅଧିକାର ଅଛି, ଲୋକମାନଙ୍କର ବି ସ୍ୱାଧୀନତା ଅଛି। ସେମାନେ ବି ବୁଝି ସାରିଲେଣି ଏମାନେ କ'ଣ ଭିତରିଆ ସମ୍ପର୍କ। ତେଣୁ ଆଗାମୀ ଦିନରେ ନିର୍ବାଚନ ବେଳେ ସେମାନେ ସବୁ ଉଚିତ ଜବାବ ଦେବେ। ମେଣ୍ଟ ବିଷୟରେ ମୋର ଗୋଟେ ସାଧାରଣ ଭୋଟର ହିସାବରେ ମୋର ମତ ହେଉଛି ମେଣ୍ଟ ନ ହେବା ଆବଶ୍ୟକ। ଏକାକି ଲଢ଼ନ୍ତୁ, ଆଉ ନିଜ ନିଜ ପୋଜିସନରେ ଯେଉଁମାନେ ଅଛନ୍ତି ସମସ୍ତେ ଠିକ୍ରେ ଅଛନ୍ତି। ଏକାକି ଲଢ଼ିଲେ ଦେଶର ଭବିଷ୍ୟତ ଆଗକୁ ଉଜ୍ଜଳ ହେବ। ମେଣ୍ଟ ହେଲେ ମୁଁ ଭାବୁଛି କୌଣସି ବିକାଶ ହେବନି, କାହିଁକିନା ଆଜିକି ଦୀର୍ଘ 22-23 ବର୍ଷର ଶାସନ କି ଏପର୍ଯ୍ୟନ୍ତ କୌଣସି ବିକାଶ ମୁଁ ବି ଦେଖିପାରୁନାହିଁ। ଆଉ ମେଣ୍ଟ ହେଲେ ଆଗକୁ କ'ଣ ହେବ ଆମେ ବି କିଛି ବିଶ୍ୱାସ କରିପାରୁନାହୁଁ। ତେଣୁକରି ମେଣ୍ଟ ନ ହେବାଟା ସବୁଠୁ ଭଲ।